ଚତୁର୍ଥ ପରିଚ୍ଛେଦ। ଇତର ତାପସତାନି ଯଥେଚ୍ଛାୟା ବିତରତାନି ଶହେ ଚତୁରାନନ ଅରସି କେଶୁ ରସସ୍ୟ ନିବେଦନମ୍ ଶିରସି ମାଲିକ ମାଲିକ ମାଲିକ। ଯେ ଶନିବାର ଦିନ ଡାକ୍ତର ନ୍ୟାଣ୍ଡେ ଆସିବାର କଥା, ତା ପୂର୍ବଦିନ ରାୟ ମହାଶୟଙ୍କ କନିଷ୍ଠ ଭ୍ରାତା ତାରାପଦ ବାବୁଙ୍କ ପୁତ୍ର ବିନୋଦ ଆସି ଉପସ୍ଥିତ। ଅଭିପ୍ରାୟ ଯେ ନୟନତାରାକୁ କଲିକତା ନେବାକୁ ହେବ। ତାରାପଦ ବାବୁ ଜ୍ୱର ରୋଗରେ ଅନେକ ଦିନ ହେଲା କଷ୍ଟ ପାଉଅଛନ୍ତି। ମଧ୍ୟେ ମଧ୍ୟେ ତାଙ୍କର ଏକ ପ୍ରକାର ପିତ୍ତାଧିକ ଜ୍ୱର ହୁଏ। ସେତେବେଳେ ବିକଟ ଚିତ୍କାର କରନ୍ତି, ନାନା ପ୍ରକାର ପ୍ରଳାପ କରନ୍ତି, ମୁଖରେ ବାଦ୍ୟ ରୋଳାଦି କରନ୍ତି, ପରିବାର ପରିଜନଙ୍କ ପ୍ରତି ଭୟଙ୍କର ଦୌରାତ୍ମ୍ୟ ଆରମ୍ଭ କରିଥାନ୍ତି। ସେ ସମୟରେ ତାଙ୍କୁ କେହି ହେଲେ ଶାନ୍ତ କରିପାରନ୍ତି ନାହିଁ। ଏବେ ଜ୍ୱରଟା ଟିକିଏ ଟାଣ ହୋଇଛି। 2 ଦିନ ହେଲା ଘୋଷା ଲଗାଇ ଅଛନ୍ତି ଯେ ସେ ଆଉ ବଞ୍ଚିବେ ନାହିଁ। ନୟନତାରାକୁ ଥରେ ଦେଖିବେ। ନୟନତାରାକୁ ନ ଆଣିଲେ ନ ଚଳେ। ଦିନକ ମଧ୍ୟରେ 200 ଥର ସେଇ କଥା କେବଳ କହୁଛନ୍ତି। ପରିଶେଷରେ ନୟନତାରାକୁ ସଙ୍ଗରେ ନେଇଯିବା ପାଇଁ ବିନୋଦ ଆସିଛନ୍ତି। ନୟନତାରାକୁ ନେବାର ଆଉ ଗୋଟିଏ ଉଦ୍ଦେଶ୍ୟ, କକାଙ୍କ ଉପରେ ନୟନତାରାଙ୍କର ଗୋଟିଏ ଆଶ୍ଚର୍ଯ୍ୟ ଶକ୍ତି ଅଛି। ସେ ନିକଟକୁ ଆସିବା ମାତ୍ରେ ତାରାପଦ ବାବୁଙ୍କ ପ୍ରଳାପ ବନ୍ଦ ହୋଇଯାଏ। ନୟନତାରାର କୋଳରେ ମୁଣ୍ଡ ଦେଇ ସାନ ପିଲାଟି ପରି ହୁଅନ୍ତି। କକା ଓଷଟା ଖାଅ କହିବା କ୍ଷଣି ହାଁ ବୋଲି ଔଷଧ ଖାଆନ୍ତି। ଏଥିପାଇଁ କକାଙ୍କର ଦେହ ଖରାପ ହେଲେ ନୟନତାରାଙ୍କୁ ମଧ୍ୟରେ ଯାଇ କଲିକତାରେ ରହିବାକୁ ହୋଇଥାଏ। ସେଥିପାଇଁ ଖୁଡ଼ୀ କହିଥାନ୍ତି, ତୁ ମା ଏଇଠେ ରହ, ନହେଲେ ଏଇଠେ ଖଣ୍ଡେ ଆଉ ଗାଁରେ ଖଣ୍ଡେ ରହ। ତୋ କକାକୁ ମୁଁ ଶାନ୍ତ କରିପାରୁ ନାହିଁ। ଏହା ଶୁଣି ଘରର ଅନ୍ୟ ମହିଳାମାନେ କହନ୍ତି, ସତେ ଗୋ, ଯିମିତି କିଛି ମନ୍ତ୍ର ଜାଣିଛି। ସେଥିପାଇଁ ଏଥର ନୟନତାରାଙ୍କୁ ଯିବାକୁ ହେବ। କିନ୍ତୁ ଆଉ ଗୋଟିଏ ଭାବନାର କଥା ଯେ ତା ପରଦିନ ଡାକ୍ତର ନ୍ୟାଣ୍ଡେ ଆସୁଛନ୍ତି। ତାଙ୍କର ଆତିଥ୍ୟ କିଏ ସେ କରିବ? ଏଥିପାଇଁ ନୟନତାରା ଟିକିଏ ଭାବିତା ଥିଲେ। ମା ତ ଏସବୁ ସଭ୍ୟଙ୍କ କଥା ଜାଣନ୍ତି ନାହିଁ। ଆଉ ଭାଉଜ ତ ପିଲାପିଲିଙ୍କି ଧରି ବ୍ୟସ୍ତ। ତେବେ କିଏ ସେ ନ୍ୟାଣ୍ଡେଙ୍କର ଆତିଥ୍ୟ କରିବେ? ନୟନତାରା ପ୍ରଥମେ ଚିନ୍ତିତା ଥିଲେ। କିନ୍ତୁ ପରେ ଦୋ ପାଞ୍ଚ ହୋଇ ଠିକଣା କଲେ ଯେ କଲିକତା ଯାଇ ଆରଦିନ 3ଟା ଗାଡ଼ିରେ ଗାଁକୁ ଫେରିଆସିବେ। ସେହିପରି ଠିକଣା କରି ବିନୋଦ ସଙ୍ଗେ କଲିକତା ଗଲେ। ତାରାପଦ ବାବୁ ଅତିଶୟ ପ୍ରେମିକ ଲୋକ। ଜ୍ୟେଷ୍ଠ ଭାଇଙ୍କ ସନ୍ତାନ ସନ୍ତତିଙ୍କୁ ନିଜ ସନ୍ତାନଙ୍କଠାରୁ ବେଶୀ ପ୍ରେମ କରନ୍ତି। ପିଲାମାନେ ଆସି ଘରେ ଖେଳାଖେଳି କରନ୍ତି, ଖୁଡ଼ୀଙ୍କ ସଙ୍ଗେ ଅଳି କରନ୍ତି, ଦୌରାତ୍ମ୍ୟ କରନ୍ତି। ଏସବୁ ଦେଖି ତାରାପଦ ବାବୁ ସୁଖୀ ହୁଅନ୍ତି। ସେମାନେ ନିଜ ପିତାମାତାଙ୍କ ସଙ୍ଗରେ ମଧ୍ୟ ଏପରି ବ୍ୟବହାର କରନ୍ତି ନାହିଁ। ନୟନତାରା କଥା ଛାଡ଼, କକା ଖୁଡ଼ୀଙ୍କର ନୟନତାରା ପ୍ରତି ଯେ ଆନ୍ତରିକ ସ୍ନେହ, ତାହାର ତ ଆଉ ସୀମା ନାହିଁ। କକାଙ୍କୁ ଯାହା ନୟନତାରା କହନ୍ତି, ସେଥିରେ ଆଉ ଦ୍ୱିରୁକ୍ତି ନାହିଁ। ତାହାର ଗୋଟିଏ ପ୍ରମାଣ ହେଉଛି, କକା ସମୟେ ସମୟେ ମଦ୍ୟପାନ କରୁଥିଲେ। କେବେ କେବେ ମଧ୍ୟ ତାହା ଅତିକ୍ରମ କରୁଥିଲେ ଖୁଡ଼ୀଙ୍କୁ ନାନା ହରବର କରୁଥାନ୍ତି। ଏହା ଶୁଣି ଥରେ ନୟନତାରା କହିଥିଲେ, କକା, ତମେ ମଦ ନ ଛାଡ଼ିଦେଲେ ମୁଁ ଆଉ ତମ ଘରକୁ ଆସିବି ନାହିଁ କି ତମକୁ ଆଉ ଭଲ ପାଇବି ନାହିଁ। ହାୟରେ ସ୍ନେହର କି ଅପୂର୍ବ ଶକ୍ତି! ଅପର ଲୋକଙ୍କର ଶତ ଶତ ଭର୍ସନା ଉପଦେଶରେ ଯାହା ହୋଇ ନଥାଏ,
ସ୍ନେହ ଓ ଆଦର ତାହା କରେ। ଭାଇ ଖରାପ ହୋଇଗଲେ ବଡ଼ ଭାଇ ଯଦି ତାକୁ ସ୍ନେହ ଆଦର ନ କଲା, ତାହାର ମନ୍ଦ ଆଚରଣ ପାଇଁ ଘୃଣା କଲା, ଅନାଦର କଲା, ତେବେ ତାହାର ସେ ମନ୍ଦ ଆଚରଣ ଭଲ ହେବ ନାହିଁ। ସ୍ନେହ କର, ଆଦର କର, ଦେଖିବ କେଡ଼େ ପାଷାଣ୍ଡ ହେଲେ ମଧ୍ୟ ବାଟକୁ ଆସିଯିବ। ତାରାପଦ ବାବୁ ସେହିଦିନ ଠାରୁ ମଦ ଛାଡ଼ି ଦେଇଛନ୍ତି। ସେଥିପାଇଁ ଖୁଡ଼ି ନୟନତାରାଙ୍କ ଉପରେ ବଡ଼ ପ୍ରସନ୍ନ। ଆଜି ନୟନତାରା ଆସିଥିବାରୁ ତାଙ୍କର ବୁକୁ କୁଣ୍ଡେ ହୋଇଅଛି। ସେ ଆନନ୍ଦରେ କହି ପକାଇଲେ, ଆସିଲୁ ମା, ମୁଁ ବଞ୍ଚିଲି। ଆସିଲୁ ମା, ମୁଁ ବଞ୍ଚିଲି। ସବୁବେଳେ କହୁଥିଲେ, ନୟନତାରାକୁ ଆଣ, ଦେଖିବି। ଖୁଡ଼ି ଓ ଅନ୍ୟାନ୍ୟ କେତେଜଣ ସ୍ତ୍ରୀ ଯାଇ କକାଙ୍କର ଶୟନ ଗୃହରେ ପ୍ରବେଶ କଲେ। ନୟନତାରା ସେଜ ପାଖକୁ ଯାଇ ଦେଖିଲା, କକା ଶୋଇଛନ୍ତି। ଶଯ୍ୟା ନିକଟରେ କିଛି ସମୟ ଅପେକ୍ଷା କରି ଛିଡ଼ା ହୋଇ ରହିଲେ। 2-3 ମିନିଟ୍ ପରେ ତାରାପଦ ବାବୁ ଚକ୍ଷୁ ଉନ୍ମୀଳନ କରି ଦେଖିଲେ ସମ୍ମୁଖରେ ନୟନତାରା। ସେ କାତର ଭାବରେ କହି ଉଠିଲେ, ମୋ ମା ଆସିଛି ରେ, ମୋ ନୟନ ଆସିଛି ରେ। ଏଥର ମୁଁ ବଞ୍ଚିଯିବି, ଏଥର ନିଶ୍ଚୟ ବଞ୍ଚିଯିବି, ଆଉ ମରିବି ନାହିଁ। ଏହା କହି ବାହୁ ବିସ୍ତାର କରି ନୟନତାରାର ମସ୍ତକରେ, ଚିବୁକରେ, କେଶରେ ଘନ ଘନ ଚୁମ୍ବନ ଦେବାକୁ ଲାଗିଲେ। ଏହା ଦେଖି ସମସ୍ତଙ୍କ ଚକ୍ଷୁରୁ ଲୁହ ଗଡ଼ିଗଲା। ନୟନତାରା, କକା, ଭୟ କରୁଛ କାହିଁକି? ଏହା ତ ସାମାନ୍ୟ ଜ୍ୱର, କାଲିକି ଭଲ ହୋଇଯିବ ଯେ। ତାରାପଦ, ମା, ତୁ ଯେତେବେଳେ ଆସିଛୁ ତେବେ ମୁଁ ନିଶ୍ଚୟ ଭଲ ହୋଇଯିବି। ନୟନତାରା, ହଁ, ତୁମର ଜ୍ୱର ନିଶ୍ଚୟ ଭଲ ହୋଇଯିବ। ଦେଖ, କାଲିକି ଆଉ ଜ୍ୱର ନାହିଁ। ଏହା କହି ଖୁଡ଼ିଙ୍କ ହାତରୁ ଔଷଧ ପାତ୍ରଟି ନେଇ କକାଙ୍କୁ ପେଇଦେଲେ। ସେଦିନ ରାତିରେ କକାଙ୍କ ପାଖରେ କାହାକୁ ଜଗି ବସିବାକୁ ପଡ଼ି ନଥିଲା। ତାଙ୍କର ସେଦିନ ସୁଖ ନିଦ୍ରା ହୋଇଥିଲା। ସତକୁ ସତ ରାତି ପାହିଲା ବେଳକୁ ତାଙ୍କର ଆଉ ଜ୍ୱର ନାହିଁ। ନୟନତାରା ଦେଖିବା ଆନନ୍ଦରୁ ହେଉ କିମ୍ବା ରୋଗର ସ୍ୱାଭାବିକ ପରିବର୍ତ୍ତନରୁ ହେଉ ତାଙ୍କର ଜ୍ୱର ଛାଡ଼ି ଯାଇଥିଲା। ଏଥିପାଇଁ ସାହି ପଡ଼ିଶା ଲୋକେ କହିଲେ, ତାରାପଦ ବାବୁଙ୍କୁ ଜ୍ୱର ହେଲେ ଏଥର ଆଉ ଡାକ୍ତର ଡାକିବା ପ୍ରୟୋଜନ ନାହିଁ, ନୟନତାରାକୁ ଘେନି ଆସିଲେ ହେଲା। ଆରଦିନ ବହୁ ପ୍ରକାର କୁହାପୋଛି କରି କକା ଖୁଡ଼ିଙ୍କଠାରୁ ବିଦାୟ ନେଇ ନୟନତାରା ବାହାରିଲେ। ସଙ୍ଗରେ ବିନୋଦ ଷ୍ଟେସନ ଯାଏ ଛାଡ଼ି ଦେଇ ଆସିବ। ଠିକ୍ ହେଲା। ସରୁ ସୁବର୍ଣ୍ଣ ଚୁଡ଼ି, ଚାଉଳ ବସ୍ତାଟେ ଖୁଡ଼ି ନୟନତାରା ସାଙ୍ଗରେ ପଠାଇ ଦେଇଅଛନ୍ତି। ନୟନତାରା ସେକେଣ୍ଡ କ୍ଲାସରେ ଯାଇ ଚଢ଼ିଲେ। ବିନୋଦ ତାଙ୍କର ଜଣେ ସହଧ୍ୟାୟୀଙ୍କୁ ଦେଖି କଥାବାର୍ତ୍ତା କରୁଛନ୍ତି। କ୍ରମେ ଗାଡ଼ି ଛାଡ଼ିବା ସମୟ ହୋଇଗଲା। ନୟନତାରାକୁ ସେଠାରେ ଏକୁଟିଆ ରହିବା ପାଇଁ କିମିତି ଲାଗୁଥାଏ। ସେ ବଖରାରେ ଆଉ ତିନି ଜଣ ବ୍ୟକ୍ତି ବସିଥାନ୍ତି। ସେମାନଙ୍କ ମଧ୍ୟରୁ 2 ଜଣ ନୟନତାରାଙ୍କୁ ଦେଖି କିମିତି ଚାହିଁବାକୁ ଲାଗିଲେ। ନୟନତାରା ମନେ ମନେ ଭାବୁଥାନ୍ତି, ବିନୋଦ ଶୀଘ୍ର ଆସିଲେ ଗାଁ ପର୍ଯ୍ୟନ୍ତ ସଙ୍ଗରେ ଯିବା ପାଇଁ କହନ୍ତେ। ବିନୋଦ କିନ୍ତୁ ଏ ପର୍ଯ୍ୟନ୍ତ ଆସୁନାହିଁ। କ୍ରମେ ଗାଡ଼ି ଛାଡ଼ିବା ପାଇଁ ଘଣ୍ଟା ଦିଆହେଲା ଓ ଗାଡ଼ି ଛାଡ଼ିଲା। ବିନୋଦ ଏତିକିବେଳେ ଧାଇଁ ଆସି ତରତର ହୋଇ ନୟନତାରାଙ୍କୁ ଟିକଟ ବଢ଼ାଇ ଦେଲେ ଓ କହି ପକାଇଲେ, ମୁଁ ଆଉ ଆସିପାରୁ ନାହିଁ। ନୟନତାରାଙ୍କୁ ଏହା ଭଲ ଲାଗି ନଥିଲା। ବାବୁ 2 ଜଣ ନୟନତାରାଙ୍କର ଏ ବିପଦ ଦେଖି ହସିବାକୁ ଲାଗିଲେ ଓ ଚୁପ୍ ହୋଇ କ'ଣ କଥାବାର୍ତ୍ତା ଆରମ୍ଭ କଲେ। ନୟନତାରା ବୁଝିପାରିଲେ ଯେ ତାଙ୍କ ବିଷୟ ନେଇ କଥାବାର୍ତ୍ତା ଚାଲିଛି। ସେ ବଖରାର ଅନ୍ୟ ଜଣକ ଇଂରେଜୀ ସାହେବ। ସେ ନିମଗ୍ନ ଚିତ୍ତରେ ଖଣ୍ଡେ ଖବରକାଗଜ ଧରି ପଢ଼ିବାରେ ଲାଗିଛନ୍ତି। ଏଣେ ଚୁଁଚୁଡ଼ା ଘରୁ ଷ୍ଟେସନଠାକୁ ଗାଡ଼ି ପଠାଇବା ପାଇଁ ଯତ୍ନ ଚାଲିଛି। ଟୁନୀ ଆସି କହୁଛି, ମା, ମୁଁ ଷ୍ଟେସନକୁ ଯିବି, ନାନୀ ମୋ ସାଙ୍ଗରେ ଆସିବ। ଗୃହିଣୀ, ତୁ କ'ଣ ଏକା ଯିବୁ? ଆଉ କିଏ ସାଙ୍ଗରେ ଯିବ? ଟୁନୀ, ଏକା କ'ଣ,
ଗାଡ଼ି ତ ଯାଉଛି। ଗୃହିଣୀ ନା ତାହେଲେ ପଟଲାକୁ ଡାକ। ନା ତାହେଲେ ପଟଲାକୁ ଡାକ, ସେ ଯିବ ପରା। ଏତିକିବେଳେ ହରେନ୍ଦ୍ର ବାବୁ ପଟଲା ଓ ଟୁନିକୁ ପଢ଼ାଇବାକୁ ଆସୁଛନ୍ତି। ଗୃହିଣୀ ତାଙ୍କୁ ଦେଖି ଟୁନି ସଙ୍ଗେ ଷ୍ଟେସନକୁ ଯିବା ପାଇଁ ଅନୁରୋଧ କଲେ। ହରେନ୍ଦ୍ର ଯିବା ପାଇଁ ପ୍ରସ୍ତୁତ ହେଲେ। ଏ ସମୟରେ ସମସ୍ତ ଯୋଗାଡ଼ କରୁ କରୁ ଟିକିଏ ବିଳମ୍ବ ହୋଇଗଲା। ଏଣେ ଟ୍ରେନ୍ ଆସି ଚୁଞ୍ଚୁଡ଼ା ଷ୍ଟେସନରେ ପହଞ୍ଚିଲା। ପ୍ଲାଟଫର୍ମ ଉପରେ କେହି ଜଣେ ହେଲେ ପରିଚିତ ଲୋକ ଥିଲା ପରି ଜଣାଗଲା ନାହିଁ। ପ୍ଲାଟଫର୍ମ ଉପରେ କେହି ଜଣେ ହେଲେ ପରିଚିତ ଲୋକ ଥିଲା ପରି ଜଣାଗଲା ନାହିଁ। ତେଣୁ ନିଜେ କୁଲି କୁଲି ବୋଲି ଚିତ୍କାର କଲେ। କିନ୍ତୁ ଏ ପ୍ରବଳ ଜନତା ମଧ୍ୟରେ ରମଣୀର ଏ କ୍ଷୀଣ କଣ୍ଠଧ୍ୱନି କି ପ୍ରବେଶ କରିପାରେ? କେହି ହେଲେ ସେଆଡ଼େ ଆସିଲେ ନାହିଁ। ଦ୍ୱାର ନିକଟରେ ଚାଉଳ ବସ୍ତାଟି ଅଛି। ତାହା ନ କାଢ଼ିଲେ ଦ୍ୱାର ସମ୍ପୂର୍ଣ୍ଣ ଖୋଲି ହେବ ନାହିଁ ଓ ସମ୍ପୂର୍ଣ୍ଣ ଖୋଲି ନ ହେଲେ ବସ୍ତାଟା ବାହାରିବ ନାହିଁ। ନୟନତାରା ବ୍ୟସ୍ତ ହୋଇ ଟଣା ଓଟରା କଲେ, କିନ୍ତୁ କିଛି ହେଲା ନାହିଁ। ଗାଡ଼ି ଛାଡ଼ିବା ପାଇଁ ଆଉ ଅଳ୍ପ ସମୟ କେବଳ ବାକି ଅଛି। ପରିଶେଷରେ ସେ କୌଣସି ପ୍ରକାରେ ଓହ୍ଲାଇ ପଡ଼ି ବସ୍ତାଟାକୁ ଟାଣିବାକୁ ଲାଗିଲେ। ବାବୁ ଦୁଇଜଣ ଓହ୍ଲାଇ ପଡ଼ି ମଉଜ ଦେଖିବାରେ ଥାଆନ୍ତି ଓ ଜଣେ ଅପରିଚିତଙ୍କ ସଙ୍ଗେ ଅତି ଅଭଦ୍ର ଭାବରେ ନୟନତାରାଙ୍କୁ ଲକ୍ଷ୍ୟ କରି କଥାବାର୍ତ୍ତା ହେଉଥାନ୍ତି। ଇତିମଧ୍ୟରେ ସେ ସାହେବ ଜଣଙ୍କର ନୟନତାରାଙ୍କର ଏ ଅସହାୟ ଅବସ୍ଥା ପ୍ରତି ଦୃଷ୍ଟି ପଡ଼ିଗଲା। ସେ ହଠାତ୍ ବସ୍ତାଟାକୁ ଉତାରିଦେଲେ। ଏହା ଦେଖି ସେ ବାବୁଙ୍କୁ ଲଜ୍ଜାବୋଧ ହେଲା ନାହିଁ। ବରଂ ସେମାନେ ନୟନତାରାଙ୍କୁ ଶୁଣାଇ ନାନା ବ୍ୟଙ୍ଗ କଲେ। ଶେଷରେ ସେମାନଙ୍କର ଅଭଦ୍ର ପ୍ରଳାପ ଏତେ ଦୂର ଗଲା ଯେ ନୟନତାରା ସେଠାରେ ଆଉ ଠିଆ ହୋଇ ରହିପାରିଲେ ନାହିଁ। ଲେଡିମାନଙ୍କର ୱେଟିଂ ରୁମ୍ ପ୍ରତି ଅଗ୍ରସର ହେଲେ। ସେ ବାବୁ ଦିଟା ସେ ଦିଗରେ ମଧ୍ୟ ଅଗ୍ରସର ହେଲେ। ନୟନତାରା ବୁଝିଲେ ସେ ଦିଗକୁ ଯିବା ଆଉ ଭଲ ନୁହେଁ। ସେଠାରେ କେବଳ ଠିଆ ହୋଇ ରହିଲେ। ସ୍ଥିର କଲେ କିଛି ସମୟ ଅପେକ୍ଷା କଲେ କୁଲି ମିଳିବ। ଏହା ଭାବି ପୁଣି ବସ୍ତା ପାଖକୁ ଗଲେ। ଠିକ୍ ଏ ସମୟରେ ଟୁନି ସଙ୍ଗେ ହରେନ୍ଦ୍ର ବାବୁ ଆସି ତାଙ୍କ ନିକଟରେ ପହଞ୍ଚିଗଲେ। ନୟନତାରା, ଆପଣ ଆସିଛନ୍ତି? ବଞ୍ଚିଲି। ବିନୋଦ ଆସିଲା ନାହିଁ। ଏ ଚାଉଳ ବସ୍ତାଟା ଧରି ମୁଁ ବଡ଼ ବିପଦରେ ପଡ଼ିଥିଲି। ହରେନ୍ଦ୍ର ଆସିବା ସମୟରେ ଉକ୍ତ ଦୁଇଜଣ ଅଭଦ୍ର ବାବୁଙ୍କର କଥାବାର୍ତ୍ତା କିଛି ଶୁଣି ଆସିଛନ୍ତି। ସେଥିପାଇଁ ସେ କହିଲେ, ହରେନ୍ଦ୍ର, ଦେଖ ଏ ବାବୁ ଦିଜଣ କେଡ଼େ ଅଭଦ୍ର। ଏ ଗାଡ଼ିରେ ବୋଧହୁଏ ଏମାନେ ଆସିଲେ। କେଉଁ ଜଣେ ଭଦ୍ର ମହିଳାକୁ ଲକ୍ଷ୍ୟ କରି କେତେ ଯେ ଅଭଦ୍ର କଥା କହିଯାଉଛନ୍ତି। ଇଚ୍ଛା ହେଉଥିଲା ଏମାନଙ୍କୁ କିଛି ଶାସ୍ତି ଦେଇଥାନ୍ତି। କି ଜଘନ୍ୟ କଥା। ନୟନତାରା, ଏ ଦୁଇଜଣ ବାବୁ ଏମାନେ ଏଇ ଟ୍ରେନରେ ଆସିବା ସମୟ ଯାକ ମୋ କଥା ନେଇ ହସ ଗମାତ କରି ଆସିଛନ୍ତି। ଶେଷରେ ଏପରି କଥାମାନ କହିଲେ ଯେ ମୁଁ ଆଉ ଠିଆ ହୋଇ ରହିପାରିଲି ନାହିଁ। ହରେନ୍ଦ୍ର, କ'ଣ ଏ ଜଘନ୍ୟ କଥା କି ତମ ପ୍ରତି ଏମାନେ କହୁଥିଲେ? ଏହା କହି କ୍ଷିପ୍ର ଗତିରେ ସେ ବାବୁ ଦୁଇଜଣଙ୍କ ଉଦ୍ଦେଶ୍ୟରେ ଧାବିତ ହେଲେ। ନୟନତାରା କେତେ ମନା କଲେ ମଧ୍ୟ ଶୁଣିଲେ ନାହିଁ। ଏକାବେଳେ ଧାଇଁ ଯାଇ ଜଣକର ବେକ ଆଉ ଜଣକର କାନ ଧରି ପକାଇ କହିଲେ, ହଇରେ ବଦମାସ, ତମ ଘରେ କି ମା ଭଉଣୀ ନାହାନ୍ତି? ଏପରି କଥା କାହାକୁ କହୁଥିଲ? ଉତ୍ତର ଆସିଲା, ଯାହାକୁ ବୋଲିଲେ ତୋର କି ଗଲାରେ? ହରେନ୍ଦ୍ର ଏହା ଶୁଣି ଧମାଧମ ମାଡ଼ ଚଢ଼େଇଦେଲେ। ଜଣେ ଖୁବ୍ ମାଡ଼ ଖାଇ 3 ହାତ ଦୂରରେ ପଡ଼ିଲା। ଆଉ ଜଣେ ଧାଇଁ ଧାଇଁ ବାହାରିଗଲା। ଅସ୍ତବ୍ୟସ୍ତ ହୋଇ ନାକ କାନରୁ ରକ୍ତ ବୁହାଇ ଅନ୍ୟ ଜଣକ ବି ବାହାରିଗଲା।
ଷ୍ଟେସନ ଲୋକେ ଅନୁମାନ କଲେ ଯେ ଏ ଦୁଇ ଜଣ ବାବୁ କି ଖରାପ କାମ କରିଥିବାରୁ ଦଣ୍ଡ ପାଉଛନ୍ତି। ସୁତରାଂ କେହି କିଛି ବାକ୍ୟ ବିନିମୟ କଲେ ନାହିଁ। ଏଣେ ନୟନତାରା ଓ ଟୁନିକୁ ଧରି ହରେନ୍ଦ୍ର ବାହାରିଗଲେ। ନୟନତାରା, ଓହୋ, ତମେ ରାଗିଗଲେ କି ଅଥୟ! ଏକାଥରେ ବାଘ ପରି ଧାଇଁଗଲ। ମୋ ଦେହ ଏପର୍ଯ୍ୟନ୍ତ ଥରୁଛି, କିନ୍ତୁ ଏପରି ମାରିବା ଉଚିତ ହେଲା ନାହିଁ। ହରେନ୍ଦ୍ର, ଏପରି କାପୁରୁଷଙ୍କୁ ଏହା ହିଁ କେବଳ ଶାସ୍ତି। ତାପରେ ନୟନତାରା ଗାଡ଼ିରେ ସେମାନଙ୍କ ବ୍ୟବହାରର ବିଶଦ ବିବରଣୀ ଏବଂ ସାହେବଙ୍କ ସମୟୋଚିତ ସାହାଯ୍ୟ ବିଷୟ ବର୍ଣ୍ଣନା କଲେ। ହରେନ୍ଦ୍ର, ଏପରି ଲୋକଙ୍କୁ ଦୟା ଦେଖାଇବାକୁ କହୁଥିଲ? ଏମାନେ କି ଦୟାର ପାତ୍ର? ଠିକ୍ ହୋଇଛି, ଏଥର ହେଲେ ଭଦ୍ରତା ଶିଖିବେ। କ୍ରମେ ଗାଡ଼ି ଆସି ଘର ପାଖରେ ହାଜର ହେଲା। ଯେପରି ଗାଡ଼ି ବନ୍ଦ ହେଲା, ହରେନ୍ଦ୍ର କହିଲେ, ମୋର ବିଶେଷ କାର୍ଯ୍ୟ ଅଛି, ଆଉ ଭିତରକୁ ଯାଉନାହିଁ, ପରେ ଦେଖା ହେବ। ଏହା କହି ସେ ଚାଲିଗଲେ। ନୟନତାରା ଓ ଟୁନି ଘରେ ପ୍ରବେଶ କଲେ। ଏଣେ ଡାକ୍ତର ନ୍ୟାଣ୍ଡେ ଆସି ଉପସ୍ଥିତ। ସମସ୍ତେ ତାଙ୍କ ସଙ୍ଗେ ବୈଠକ ଘରେ କଥୋପକଥନ କରୁଛନ୍ତି। ଟୁନି ସେଠାକୁ ଧାଇଁ ଯାଇ କହି ପକାଇଲା, ଆଜି ନାନୀ ଲାଗି ବଡ଼ ମରାମରି ହୋଇଗଲା। ସମସ୍ତେ, କ'ଣ ହେଲା? ଟୁନି 2-4 ଥର ଛେପ ଗିଳି ଥମେଇ ଆରମ୍ଭ କରୁ କରୁ ରାୟ ମହାଶୟ କହିଲେ, ନୟନତାରା, ତୁ କହ। ତାର ଛେପ ଗିଳୁ ଗିଳୁ ସମୟ ଗଲା। ନୟନତାରା ସମସ୍ତ ଘଟଣା ଯଥାକ୍ରମେ ବର୍ଣ୍ଣନା କଲେ। ରାୟ ମହାଶୟ, ହରେନ୍ଦ୍ର ତୋ ସଙ୍ଗେ ଆସିଲା ନାହିଁ କାହିଁକି? ମୁଁ ତାକୁ ସ୍ନେହ ଆଲିଙ୍ଗନ କରିଥାନ୍ତି। ଏପରି ଯୁବକ ହେବା ଅତି ଭାଗ୍ୟର କଥା। ତାର ଖେଳ ପଡ଼ିଆ ତିଆରି କରାଇଦେବା ଓ ସ୍ପୋର୍ଟିଂ କ୍ଲବର ଚାନ୍ଦା ବଢ଼ାଇଦେବା। ଡାକ୍ତର ନ୍ୟାଣ୍ଡେ, I want to see this man, a brave fellow, quite unlike our countrymen. ମୁଁ ଏ ବ୍ୟକ୍ତିଙ୍କୁ ଦେଖିବାକୁ ଇଚ୍ଛା କରେ। ନିଶ୍ଚୟ ଏ ଜଣେ ସାହସୀ। ଆମ ଦେଶ ଲୋକଙ୍କଠାରୁ ଏ ଭିନ୍ନ। ଗୃହିଣୀ, ଭାଗ୍ୟକୁ ହରେନ୍ଦ୍ରକୁ ଯିବାକୁ କହିଥିଲି, ନ ହେଲେ କ'ଣ ହୋଇଥାନ୍ତା? ଦେଖିଲ, ମାଇକିଆ ପିଲାଙ୍କୁ ଏପରି ଏକୁଟିଆ ପଠାଇବା ଉଚିତ ନୁହେଁ। ସୁରେଶ ଏ ସମସ୍ତ ନୀରବ ହୋଇ ଶୁଣୁଛନ୍ତି, କିଛି ହେଲେ କହୁନାହାନ୍ତି। ହରେନ୍ଦ୍ର ଯେ ନୟନତାରାକୁ ଆଣିବାକୁ ଯାଇଥିଲା, ଏ କଥାଟା ତାଙ୍କୁ ଭଲ ଲାଗିଲା ନାହିଁ। କ୍ରମେ ଭୋଜନ ସମୟ ଉପସ୍ଥିତ ହେଲା। ନବାଗତ ବନ୍ଧୁଙ୍କୁ ନେଇ ସୁରେଶ ଭୋଜନ ସ୍ଥାନରେ ପ୍ରବେଶ କଲେ। ଡାକ୍ତର ନ୍ୟାଣ୍ଡେଙ୍କ ରୂପଗୁଣର କିଛି ବର୍ଣ୍ଣନା ନ କଲେ ଉପନ୍ୟାସର ପୂର୍ଣ୍ଣତା ରହିବ ନାହିଁ। କରିବା ମଧ୍ୟ ଆବଶ୍ୟକ। ଲୋକଟା ରୋଗଣା, ବର୍ଣ୍ଣ କୃଷ୍ଣର ଆଖପାଖ। ତା ଉପରେ ସାବୁନ ଘଷି ଘଷି ଦେହର ଗୋଟିଏ ବାଇଗଣିଆ ରଙ୍ଗ ବାହାରିଛି। ମୁହଁଟା ଶ୍ୱେତା। ଗାଲର ହନୁହାଡ଼ 2ଟା ପଦାକୁ ଉଚ୍ଚ ହୋଇ ବାହାରି ପଡ଼ିଛି। ଚକ୍ଷୁ 2ଟି କୋଟରରେ ବସା କଲାପରି ଦିଶୁଛି। ମୁହଁର ତଳଭାଗ ଅପେକ୍ଷା ଉପର ଭାଗଟା ଚେପ୍ଟା ଓ ସାନ କପାଳର ଓସାର 2 ଆଙ୍ଗୁଳା ହେବ। ଏସବୁ ରୂପଗୁଣ ମହାତ୍ମ୍ୟ ବଢ଼ିଲେ ପାଠକେ ମନେ କରିବେ ଯେ ଏ ଲୋକଟା କିପରି ବିଲାତ ଯାଇ ଡାକ୍ତର ପଢ଼ୁଥିଲା। ଏସବୁ ରୂପଗୁଣ ମହାତ୍ମ୍ୟ ପଢ଼ିଲେ ପାଠକେ ମନେ କରିବେ ଯେ ଏ ଲୋକଟା କିପରି ବିଲାତ ଯାଇ ଡାକ୍ତର ପଢ଼ୁଥିଲା। ଡାକ୍ତର ନ୍ୟାଣ୍ଡେଙ୍କର ଆଉ ଏକ ବିଚିକୁଟିଆ ରୋଗ ହେଉଛି ନିଶଟା ଉପରେ ହାତଟା ଅନବରତ ପଡ଼ିଥିବ। କି ସୌନ୍ଦର୍ଯ୍ୟକୁ ସେ ନିଶ ମୋଡ଼ା ହୁଏ, ସେଇ କେବଳ ଜାଣନ୍ତି। ଆଉ ନିଶଟା ମାନ କିଆରୀରେ ଛାଡ଼ ହୋଇ ଶାଗ ଉଠିଲା ପରି ଠିଆ। ଏହା ଦେଖି ସୌଦାମିନୀ ହସି ହସି ଅଥୟ ହେଲାଣି। ଟୁନି ଓ ପଟଲା ନାନୀର ହାସ୍ୟର ମର୍ମ ବୁଝିପାରି ସେମାନେ ମଧ୍ୟ ଖୁବ୍ ହାସ୍ୟବୃଷ୍ଟି କରୁଛନ୍ତି।
ନୟନତାରା ଗମ୍ଭୀର ଭାବରେ ସେମାନଙ୍କ ପ୍ରତି ଦୃଷ୍ଟି ପକାଇବା କ୍ଷଣି ବନ୍ଦ ହୋଇଯାଉଛନ୍ତି। ନହେଲେ ଅନ୍ତରାଳକୁ ବାହାରି ଯାଉଅଛନ୍ତି। ନାନା ପ୍ରକାର କଥୋପକଥନ ଦ୍ୱାରା ସମୟ ଅତିବାହିତ ହେଲା। ରାୟ ମହାଶୟଙ୍କ ଘରେ ବିଲାତ ଫେରନ୍ତା ଓ ଆଉ କେତେ ଇଂରାଜୀ ପଢ଼ା ବାବୁଙ୍କୁ ସୁରେଶ ସୁରା ଦେଇଥାନ୍ତି। ସମୟରେ ଏହାର ମାତ୍ରା ଅଧିକ ହୋଇଯାଏ, କିନ୍ତୁ ଏହା ଅଜ୍ଞାତ ଭାବରେ ହେଉଛି ବୋଲି ସୁରେଶ ମନେ କରିଥାନ୍ତି। ନୟନତାରା ଜାଣିବା ଦିନୁ ତାହା ବନ୍ଦ ହୋଇଥିଲା। ସୁରେଶ ଏବେ ମନେ କଲେ ଯେ ଏ ଶୁଷ୍କ ଭାବ ହରେନ୍ଦ୍ର ଓ ନୟନତାରାଙ୍କ ଯୋଗୁଁ ହୋଇଛି। ହରେନ୍ଦ୍ର ପ୍ରତି ତାଙ୍କ ବିଦ୍ୱେଷର ଏହା ଗୋଟିଏ କାରଣ ଓ ଆହାର ସମୟରେ ଯାହା ହୁଏ ନାହିଁ, ସୁରେଶ ତାହା ଲୁକ୍କାୟିତ ଭାବରେ କରିଥାନ୍ତି। ଏଥିପାଇଁ ନୟନତାରା ଓ ସୁରେଶଙ୍କର ବହୁତ କଳିଗୋଳ ସମୟ ସମୟ ହୋଇଥାଏ। ଆଜି ମଧ୍ୟ ଅତିଥିଙ୍କୁ ସେହିପରି ସତ୍କାର ହୋଇଥିଲା। ସୁରେଶଙ୍କ ଆଦେଶକ୍ରମେ ସୌଦାମିନୀ ପିଆନୋଟା ବାହାର କରି ବଜାଇବାକୁ ଲାଗିଲା। କିନ୍ତୁ ତାଙ୍କୁ ଏସବୁ କି ସୁଖ ଲାଗେ? ସେ ତାଙ୍କର ଇଚ୍ଛାମତେ ଗୋଟିଏ ଛବି ବହି ଧରି କ'ଣଟାଏ ଦେଖୁଛନ୍ତି। ସୌଦାମିନୀ ଏବେ ସୁନ୍ଦର ଭାବରେ ବଜାଉଅଛନ୍ତି, ସେଥିପ୍ରତି ତାଙ୍କର କର୍ଣ୍ଣପାତ ମଧ୍ୟ ନାହିଁ। କିନ୍ତୁ ବଡ଼ ରସିକ ପରି ବାଜଣାଟା ବନ୍ଦ ହୋଇଯିବା ସଙ୍ଗେ ସଙ୍ଗେ ଦୁଇ ହାତରେ ଘନ ଘନ ତାଳି ମାରୁଛନ୍ତି, ଯେପରି କୌଣସି ସଭା ମଞ୍ଚରେ ହୁଏ। ହସ ମଧ୍ୟ ସେହି ଅନୁରୂପ ଓ ନୟନତାରା ବୁଝିଗଲେ ଯେ ଏଥର ସୁରାର କାର୍ଯ୍ୟ ଆରମ୍ଭ ହୋଇଅଛି। ତାପରେ ଦୁଇ ଭଗ୍ନୀ ସେତାର ହସ୍ତରେ କାଲା ଆଗରେ ମୂଳା ଚୋବାଇଲା ପରି ସୁନ୍ଦର ସଙ୍ଗୀତ ଗାନ କଲେ। କିନ୍ତୁ ନିଜେ ବଜାଇ ସେମାନେ ନିଜେ ଆପ୍ୟାୟିତ ହେଲେ। ମାତ୍ର ଏଥର ମଧ୍ୟ ବାଜଣା ବନ୍ଦ ହେବା ସଙ୍ଗେ ସଙ୍ଗେ ଘନ ଘନ କରତାଳି ଧ୍ୱନି ହେଲା। ଏଥର ପୁଣି ସଙ୍ଗୀତର ବରାଦ ହେଲା। ନୟନତାରା ଗାଇଲେ ନାହିଁ। ସୌଦାମିନୀ ଭାଇଙ୍କଠାରୁ ତିରସ୍କାର ଶୁଣି ଗାଇବାକୁ ବାଧ୍ୟ ହେଲେ। ପୁଣି ସେହିପରି ଗାନ ବନ୍ଦ ହେବା ସଙ୍ଗେ ସଙ୍ଗେ ସଜୋରେ କରତାଳ ଧ୍ୱନି। ଏଥର ଆଉ ସୌଦାମିନୀ ସମ୍ଭାଳି ପାରିଲା ନାହିଁ। ଠୋ ଠୋ ହସି ହସି ଘର ଭିତରକୁ ଚାଲିଗଲା। ନୟନତାରା ବଡ଼ ଧୈର୍ଯ୍ୟ ସହ ସେଠାରେ ବସିଥାନ୍ତି। ଡାକ୍ତର ନ୍ୟାଣ୍ଡେ ନିଶ ମୋଡ଼ି ମୋଡ଼ି ନୟନତାରା ପ୍ରତି କହିଲେ, ନ୍ୟାଣ୍ଡେ, I must congratulate you on your having had by your side of the railway station such a worthy champion. ଆନନ୍ଦର ବିଷୟ ଯେ ଷ୍ଟେସନଠାରେ ତମ ପାଖରେ ଜଣେ ଉପଯୁକ୍ତ ରକ୍ଷକ ଥିଲେ। ସୁରେଶ, ଡକ୍ଟର ନ୍ୟାଣ୍ଡେ, my sister does not like to be addressed in English. ଇଂରେଜୀରେ ତାଙ୍କ ସହିତ କଥାବାର୍ତ୍ତା କଲେ ସେ ସୁଖ ପାଆନ୍ତି ନାହିଁ। ନୟନତାରା ହସି, ନା, ଆପଣ ଇଂରେଜୀରେ କେବଳ କହନ୍ତୁ। ଡାକ୍ତର ନ୍ୟାଣ୍ଡେ ଓଡ଼ିଆରେ କଥା କହିବାକୁ ଆରମ୍ଭ କଲେ। ଜଣାଗଲା ସେ ଯେପରି କୌଣସି ଗ୍ରନ୍ଥର ଅନୁବାଦ ପଢ଼ୁଛନ୍ତି। ନ୍ୟାଣ୍ଡେ ନୟନତାରା ପ୍ରତି, ମହାଶୟ ଆଦ୍ୟ ରେଳ ଷ୍ଟେସନଠାରେ ଅବଶ୍ୟ ଅତିଶୟ ଭୟ ପାଇଥିବ। ସୁରେଶ, ମହାଶୟ କ'ଣ ହେ, ତାହାପରି ପୁଲିଙ୍ଗ? ନ୍ୟାଣ୍ଡେ, ବଟ୍ ହାଉ ଡୁ ୟୁ ଟ୍ରାନ୍ସଲେଟ୍ ମ୍ୟାଡ଼ାମ୍? ତେବେ ତମେ ସ୍ତ୍ରୀଙ୍କୁ କ'ଣ ସମ୍ବୋଧନ କରିବାକୁ କହୁଛ? ଦେୟାର ଇଜ୍ ନୋ କରେସ୍ପଣ୍ଡିଂ ୱାର୍ଡ଼ ଇନ୍ ଓଡ଼ିଆ। ଓଡ଼ିଆରେ ସେପରି ଅନୁରୂପ ଶବ୍ଦ ନାହିଁ। ସୁରେଶ, ମହାଶୟତା ତ କହିପାରନ୍ତି। ନ୍ୟାଣ୍ଡେ, ହଁ, ମନେ ପଡ଼ିଲା। କୋକିଳା ଯେପରି, ମହାଶୟା ସେପରି। ୟୁ ସି, ଆଇ ଏମ୍ ନିୟରଲି ଫରଗେଟିଂ ଆର୍ ଗ୍ରାମାର। ଦେଖୁଛ, ମୁଁ ଆମ ବ୍ୟାକରଣ ପ୍ରାୟ ଭୁଲି ଗଲିଣି। ନୟନତାରା ବଡ଼ କଷ୍ଟରେ ହାସ୍ୟ ଅପ୍ରକାଶିତ ରଖୁଥିଲେ। ବଡ଼ କଷ୍ଟରେ ସେ କେତେ ସମୟ ତାକୁ କାଟିବାକୁ ପଡ଼ିଥିଲା।
ବଡ଼ କଷ୍ଟରେ ସେ କେତେ ସମୟ ତାଙ୍କୁ କାଟିବାକୁ ପଡ଼ିଥିଲା। ସେ ଯେ ଛାଞ୍ଚର ଲୋକ ଦେଖିବା ଲୋଡ଼ନ୍ତି, ଏ ନ୍ୟାଣ୍ଡେ ଠିକ୍ ତାର ବିପରୀତ। ଇଂଲଣ୍ଡରେ ବେଶୀ ଦିନ ଥିଲେ ସେ ପ୍ରତ୍ୟେକ କଥାରେ ନିଜର ଅଭିଜ୍ଞତା ଦେଖାଇଥାନ୍ତି। ଏଣେ ସୁରାର ପ୍ରଭାବ। ସାମ୍ନା କଥାରେ ମୁଖରୁ ଯେ ହାସ୍ୟ ବାହାରେ ଓ ମୁଖର ଯେ କଦାକାର ଭଙ୍ଗୀ ହୁଏ, ତା କେଡ଼େ ଅସୁନ୍ଦର। ଆତିଥ୍ୟ ଧର୍ମର ଅନୁରୋଧରେ ନୟନତାରା ଏସବୁ କେତେ ସହିଥିଲେ। ରାତି ପ୍ରାୟ 12ଟା ବେଳେ ଏ କଦର୍ଯ୍ୟ ବୈଠକ ଭଙ୍ଗ ହେଲା। ଶୟନ ପୂର୍ବରୁ ଗଙ୍ଗାଧର ପ୍ରତି ଥିବା ବାରନ୍ଦା ଉପରେ କିଛି ସମୟ ଠିଆ ହୋଇ ମନର ତିକ୍ତ ଭାବ ଦୂର କରିବା ପାଇଁ ଯତ୍ନ କଲେ। ପରେ ଶୟନ ମନ୍ଦିରକୁ ଅଗ୍ରସର ହେଲେ। ଡାକ୍ତର ନ୍ୟାଣ୍ଡେ ତାଙ୍କର ଗାନା ବାଜଣା ପ୍ରତି ଯେ ଭାବ ଦେଖାଇଥିଲେ, ତାହା ଲକ୍ଷ୍ୟ କରି ଶ୍ଲୋକଟି ଆବୃତ୍ତି କରୁ କରୁ ଉପରକୁ ଉଠିଲେ। ଇତର ତାପସ ତାନି ଯଥେଚ୍ଛାୟା ବିତର ତାନି ସହେ ଚତୁରାନନ ଅରସି କେଶୁ ରସସ୍ୟ ନିବେଦନମ୍ ଶିରସି ମାଲିଖ। ସିଡ଼ି ଉପରେ ଉଠିବା ସମୟରେ ସୁରେଶଚନ୍ଦ୍ର ଆସି କହିଲେ, କି ହୋ କାବ୍ୟକଣ୍ଠ, କ'ଣ କିଡ଼ିମିଡ଼ି କରୁଛ? ନୟନତାରା, ଏ ପର୍ଯ୍ୟନ୍ତ ଆହୁରି ଶୋଇନାହିଁ? ମୁଁ ଯେ ଶ୍ଲୋକଟି ଗାଇ ଯାଉଥିଲି, ତାର ଅର୍ଥ କ'ଣ ଶୁଣିବ? ହେ ବିଧି, ଶତ ପ୍ରକାର ଆଣି ଯେ କୌଣସି ଦୁଃଖ ଦିଅ ସହିବି, କିନ୍ତୁ ଅରସିକ ଯିଏ, ତା ପାଖରେ ରସ ସମ୍ବନ୍ଧରେ ବାଢ଼ି ବସିବା ଯେ ଦୁଃଖ, ତାହା ମୋ କପାଳରେ ଲେଖନା। ସୁରେଶ, ଡାକ୍ତର ନ୍ୟାଣ୍ଡେଙ୍କୁ ଲକ୍ଷ୍ୟ କରି କହୁଛୁ ନା? ନୟନତାରା, ତାହା ତ ବୁଝିପାରିଛ। କି ଗୋଟେ ରସିକ ପାଖେ ଗାଇବାକୁ କହୁଥିଲ। ଏହା ଛଡ଼ା ମେଣ୍ଢା ଲଢ଼େଇ ଦେଖାଇଥିଲେ ତ ଭଲ ହୋଇଥାନ୍ତା। ସୁରେଶ, କିନ୍ତୁ ଡାକ୍ତର ନ୍ୟାଣ୍ଡେର ଦୋଷ କ'ଣ? ଏହା ତ ଏ ଶିକ୍ଷାର ଧର୍ମ। ପିଲାଦିନେ ନ ଥିଲେ ବୁଢ଼ାଦିନେ ହେବ କିପରି? ହଁ, ତାହା ନୁହେଁ ତ କ'ଣ? କହି ନୟନତାରା ଗମନୋଦ୍ୟତା ହେଲେ। ସୁରେଶ, ଯିବାରେ ବାଧା ଦେଇ ନ୍ୟାଣ୍ଡେଙ୍କୁ କିପରି ଲୋକ ବୋଲି ମନେ କଲୁ? ନୟନତାରା, ସେ କଥା ଥାଉ। ଶୟନ ମନ୍ଦିରକୁ ଗଲେ। ନୟନତାରା କହିଲେ, ସେ କଥା ଥାଉ। ତମର ବନ୍ଧୁ, ତମେ ଖୁସି ହେଲେ ହେଲା। ଏହା କହି ନୟନତାରା ଶୟନ ମନ୍ଦିରକୁ ଗଲେ। ଶୟନ ପୂର୍ବରୁ ସର୍ବବିଧ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରି ଶୟନ କଲେ। ଗାଡ଼ିରେ ବାବୁ ଦୁଇ ଜଣଙ୍କ ଅଭଦ୍ରତା, ହରେନ୍ଦ୍ରଙ୍କ କ୍ରୋଧ ସାହସ ସମୁଦାୟ ଯେପରି ସେ ଆଉ ଥରେ ଦେଖୁଛନ୍ତି, ଏହା ଭାବୁ ହରେନ୍ଦ୍ରଙ୍କ ପ୍ରତି ତାଙ୍କର ପ୍ରୀତି ଓ ଶ୍ରଦ୍ଧା ବଢ଼ିଲା। ଅବଶେଷରେ ମନେ ମନେ ନିଶ୍ଚୟ କଲେ, ଏପରି ପୁରୁଷର ଆଶ୍ରୟରେ ଥିବା କେବଳ ଭଲ। କ୍ରମେ ନିଦ୍ରା ଗଲେ। ଡାକ୍ତର ନ୍ୟାଣ୍ଡେ ଆରଦିନ ସକାଳେ ଚାଲିଗଲେ। ସୁରେଶଙ୍କୁ ବୁଝିବାକୁ ବାକି ରହିଲା ନାହିଁ ଯେ ଉଦ୍ଦେଶ୍ୟରେ ଫାନ୍ଦ ପଡ଼ିଥିଲା, ତାହାର କୌଣସି ଫଳ ହେଲା ନାହିଁ। କିନ୍ତୁ ଡାକ୍ତର ନ୍ୟାଣ୍ଡେଙ୍କୁ ଏ କଥା ବୁଝିବା ପାଇଁ ଆଉ କେତେ ସମୟ ଲାଗିଲା। ଏହାପରେ ସେ ଆଉ ଥରେ ବାହାରି ଆସୁଥାନ୍ତି। କିନ୍ତୁ ଯାହା ହେଉ, ଆଉ କିଛି ଦିନ ପରେ ସେ ମଧ୍ୟ ବୁଝିଗଲେ